2036 ସୁଦ୍ଧା ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖୁଥିବା ମୋହନ ସରକାର ଆର୍ଥିକ ବର୍ଷ 2025-26 ପାଇଁ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ବ୍ୟୟବରାଦ ଯେଭଳି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏବଂ ସବୁ ବର୍ଗର ଲୋକଙ୍କ ପାଇଁ ଖର୍ଚ୍ଚ ହେବି ସେପରି ବ୍ୟବସ୍ଥା କରାଯାଇଛି। ବଜେଟ୍ରେ 16ଟି ନୂଆ ଯୋଜନାର ବ୍ୟବସ୍ଥା ରହିଛି। ଆସନ୍ତୁ ଜାଣିବା କ'ଣ ନୂଆ ଯୋଜନା। ଗରିବ ଝିଅ ବିବାହ ପାଇଁ ନୂଆ ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଏଥିପାଇଁ 12 କୋଟି ବ୍ୟୟ ବରାଦ। ଗରିବ ଝିଅଙ୍କ ସାମୂହିକ ବିବାହ କରିବେ। ରାଜ୍ୟ ସରକାର ସବୁ ଖର୍ଚ୍ଚ ବହନ କରିବେ। ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ପାଇଁ 526 କୋଟି ଯୋଜନା। ଓଡ଼ିଶା ପୃଷ୍ଟି ମିଶନ ପ୍ରତିଷ୍ଠା ପାଇଁ 100 କୋଟି। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ନାଁରେ ନୂଆ ଯୋଜନା। 85 କୋଟି ବ୍ୟୟ ବରାଦ। ଅଙ୍ଗନୱାଡି ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ। ବାଲ୍ୟ ବିବାହ ବନ୍ଦ ପାଇଁ ଆଦ୍ୱିକା ନାମରେ ନୂଆ ଯୋଜନା। ଆମକୁନି ପିଲା ନାମରେ ନୂଆ ଯୋଜନା। ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ 193 କୋଟି। ନବମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ସାଇକେଲ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ପାଇଁ 194 କୋଟି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥିପାଇଁ 1180 କୋଟି ବ୍ୟୟ ବରାଦ। କୃଷିଭିତ୍ତିକ ଜ୍ଞାନ କୌଶଳ ଓ ସେମିକଣ୍ଡକ୍ଟରର ପ୍ରଯୋଗ ଉପରେ ତାଲିମ ଦିଆଯିବ। ନୂଆ ଓଡ଼ିଶା ଯୋଜନା ପାଇଁ 135 କୋଟି। ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ 153 କୋଟି। ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ 30 କୋଟି। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ 200 କୋଟି। ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ 200 କୋଟି। ଓଡ଼ିଶା ପୃଷ୍ଟି ମିଶନ ପାଇଁ 100 କୋଟି। ଅଟଳ ବସ୍ ଷ୍ଟାଣ୍ଡ ପାଇଁ 1266 କୋଟି। ସମୃଦ୍ଧ ସହର ପାଇଁ 408 କୋଟି। ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ 100 କୋଟି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି. ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।